ପରେ ପୁଣି ଭକ୍ତି ଯୋଗରେ କର୍ମ କରିବାକୁ କହୁଛନ୍ତି, ତାହେଲେ ଆପଣ ଦୟାକରି ମତେ କହିବେ କି ଏଇ ଦୁଇଟି ମଧ୍ୟରୁ କେଉଁଟି ନିଶ୍ଚିତ ଭାବରେ ଶ୍ରେୟସ୍କର? ଏଇଭଳିଆ ପ୍ରଶ୍ନ ଅର୍ଜୁନ କୃଷ୍ଣଙ୍କୁ ପୂର୍ବେ ବି ପଚାରିଥିଲେ। ତ କୃଷ୍ଣ ବାରମ୍ବାର ସେଟାକୁ ସୁସ୍ପଷ୍ଟ କରୁଛନ୍ତି, କିନ୍ତୁ ଅର୍ଜୁନଙ୍କ ପାଖରେ କଥାଟି ସୁସ୍ପଷ୍ଟ ହଉନି। ସେ ବାରମ୍ବାର ସେ ପ୍ରଶ୍ନ ଉତ୍ଥାପ କରୁଛନ୍ତି। ଯେ ଅର୍ଜୁନଙ୍କ ଭଳିଆ ଯଦି ଦକ୍ଷ ଲୋକଙ୍କ ପାଖରେ କଥା ସୁସ୍ପଷ୍ଟ ନ ହୁଏ, ତାହେଲେ ଆମ ଭଳିଆ ସାଧାରଣ ଲୋକଙ୍କ ପାଇଁ କତ କଠିନ ହବ। ଏଟା ସାଧାରଣ ପାଇଁ କଠିନ ହେଲେ ବି ଆମର ଆଚାର୍ଯ୍ୟ ମାନଙ୍କର ସାହାଯ୍ୟରେ ଆମେ ଜିନିଷକୁ ବୁଝିପାରୁଛେ ଯେ କୃଷ୍ଣ କଣ କହିବାକୁ ଚାହୁଁଛନ୍ତି, ଏବଂ ଅର୍ଜୁନ ଗୋଟେ ସାଧାରଣ ମଣିଷର ଭୂମିକାରେ ସେ ଯେ ବୁଝି ପାରୁନାହାନ୍ତି, ଆଉ ଥରେ ପୁନର୍ବାର ଶୁଣିବାକୁ ଚାହୁଁଛନ୍ତି। ତଦ୍ୱାରା ଆମ ମାନଙ୍କର ଉପକାର ହଉଛି କଣ ନା, ସେଇ କଥାଟାକୁ ଭଗବାନ କୃଷ୍ଣ ଆହୁରି ସୁସ୍ପଷ୍ଟ ଭାବେ ପ୍ରକାଶ କରୁଛନ୍ତି ବୋଲି ଆମ ମାନଙ୍କୁ ବୁଝିବାକୁ ସୁବିଧା ହଉଛି। ସନ୍ନ୍ୟାସଂ କର୍ମଣାଂ କୃଷ୍ଣ। ତ ସେ ପଚାରୁଛନ୍ତି, ହେ କୃଷ୍ଣ, ତ ତୁମେ ତ ମତେ କର୍ମ ସନ୍ନ୍ୟାସର କଥା କହିଲ, କର୍ମ ତ୍ୟାଗ କରିବା କଥା କହିଲ। ପୁନର୍ଯୋଗମ ଚ ସଂସସି, ପୁନର୍ବାର ସେ ଯୋଗର କଥା କହୁଛ। ଏଠି ଯୋଗ ମାନେ କଣ? ଭକ୍ତି ଯୋଗ ବା ନିଷ୍କାମ କର୍ମ ଯୋଗର କଥା କହୁଛ। ନିଷ୍କାମ କର୍ମ ଯୋଗର ପ୍ରଶଂସା କରୁଛ। ଶ୍ରେୟ ଏତର ଏକମ୍, ଏ ଦୁଇଟା ମଧ୍ୟରେ ଯୋଉ ଗୋଟିଏ ହଉଛି ଶ୍ରେୟ, ତନ୍ମେ ବ୍ରୁହି ସୁନିଶ୍ଚିତ, ସେଇଟା ମତେ ନିଶ୍ଚିତ କରି କୁହ। ତ ଭଗବତ ଗୀତାର ଏଇ ଅଧ୍ୟାୟ ଅର୍ଥାତ୍ ପଞ୍ଚମ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଶୁଷ୍କ ମାନସିକ କଳ୍ପନା ବା ମନନ ଚିନ୍ତନ ଅପେକ୍ଷା ଭକ୍ତି ଯୋଗରେ କର୍ମ କରିବା ଶ୍ରେୟସ୍କର। ତ ଆମେ ପୂର୍ବେ ଶ୍ରବଣ କଲେ ଯେ ଇନ୍ଦ୍ରିୟ ଦେଇକି କର୍ମ କରିବାନି, କିନ୍ତୁ ଇନ୍ଦ୍ରିୟ ଦେଇକି ବିଷୟ କଥା ଚିନ୍ତା କରୁଥିବା, ସେଇଠୁ ଭଲ ହଉଛି ଇନ୍ଦ୍ରିୟ ଗୁଡିକ ନିଷ୍କାମ କର୍ମରେ ନିଯୁକ୍ତ କରିବା। ସେଟା ଭଲ ଆଉ ସୁବିଧା। ସେ ପୂର୍ବ ଅଧ୍ୟାୟରେ ଆମେ ଏ ଇନ୍ଦ୍ରିୟ କଥା ଶ୍ରବଣ କଲେ। ଇନ୍ଦ୍ରିୟ ଗୁଡିକ ଯେହେତୁ କେତେବେଳେ ହେଲେ ନିଷ୍କର୍ମ ହେଇ ରହିପାରିବେ ନାହିଁ, ସେଇଥିପାଇଁ କି ତାଙ୍କୁ କେବଳ ବିଷୟଠୁ ଦୂରରେ ରଖିଲେ ହବନି, କେବଳ ବିଷୟଠୁ ଇନ୍ଦ୍ରିୟକୁ ଦୂରରେ ରଖିବାଟା ହିଁ ଯଥେଷ୍ଟ ନୁହଁ। ଇନ୍ଦ୍ରିୟକୁ ବରଞ୍ଚ କୃଷ୍ଣଙ୍କ ସମ୍ବନ୍ଧୀୟ କର୍ମରେ ନିଯୁକ୍ତ କରିବାଟା ଭଲ। ଠିକ ସେଇଭଳିଆ ଏଇ ଅଧ୍ୟାୟ କିଏ ଗୋଟେ ଶୁଁ ଶୁଁ କରୁଛି, ମ୍ୟୁଟ କର ଦୟାକରି ଟିକେ। ସେଇଭଳିଆ ଏଇ ଅଧ୍ୟାୟରେ କୁହାଯିବ ଯେ ମନ ଶୁଷ୍କ ମାନସିକ କଳ୍ପନା ବା ମନନ ଚିନ୍ତନ ଅପେକ୍ଷା ଆମମାନେ ଭକ୍ତି ଯୋଗରେ କର୍ମ କରିବା ଭଲ। ଅନ୍ୟଟି ଅପେକ୍ଷା ଭକ୍ତି ଯୋଗରେ କର୍ମ କରିବା ସହଜ। ଅନ୍ୟ ମାନେ କୋଉଟା ନା ଶୁଷ୍କ ମନନ ଅପେକ୍ଷା, ଜ୍ଞାନୀ ମାନଙ୍କର ଯୋଉ ଶୁଷ୍କ ମନନ, ସେମାନେ ମାନସିକ କଳ୍ପନା ଜଳ୍ପନାରେ ମାଧ୍ୟମରେ ଭଗବାନଙ୍କୁ ପାଇବାକୁ ଚେଷ୍ଟା କରନ୍ତି। ତା ଅପେକ୍ଷା ଆମର ଭକ୍ତି ଯୋଗରେ କର୍ମ କରିବାଟା ଭଲ। କାହିଁକି ଭଲ? ନା, ଏ କଥା ଗତ ଅଧ୍ୟାୟରେ ଆମେ ଶୁଣିଛେ, ଏଇ କର୍ମ ଦିବ୍ୟ କର୍ମ। ଏଇ କର୍ମ ତିନିଟା ଗୁଣର ଊର୍ଦ୍ଧ୍ୱେ ଭଗବତ ଭକ୍ତି ମୂଳକ ସେବା ହୋଇଥିବାରୁ ଏହା ବ୍ୟକ୍ତିକୁ କର୍ମର ପ୍ରତିକ୍ରିୟାରୁ ମୁକ୍ତ କରେ। ଦ୍ୱିତୀୟ ଅଧ୍ୟାୟରେ ଆତ୍ମା କଣ ଓ ଆତ୍ମା କିପରି ଜଳ ଶରୀର ସହ ସମ୍ପୃକ୍ତ, ଏହି ସମ୍ବନ୍ଧରେ ପ୍ରାଥମିକ ଜ୍ଞାନ ଦିଆଯାଇଛି। ଏଇଟା ହଉଛି ଗୁହ୍ୟ ଜ୍ଞାନ। ଦ୍ୱିତୀୟ ଅଧ୍ୟାୟର ନାଁ ଥିଲା ସାଂଖ୍ୟ ଯୋଗ। ଆମେ ଶୁଣିଛେ ଦ୍ୱିତୀୟ ଅଧ୍ୟାୟରେ ସାଂଖ୍ୟ ଯୋଗ, ବୁଦ୍ଧି ଯୋଗ। ସାଂଖ୍ୟ ଯୋଗରେ ଆତ୍ମାର କଥା, ଆତ୍ମା ସହିତ ଜଳ ଶରୀର ସମ୍ପର୍କ କୁହାହେଲା, ଏବଂ ତତ୍ ସଙ୍ଗେ ସଙ୍ଗେ ବୁଦ୍ଧି ଯୋଗ ବା
ଆତ୍ମ ବା ନିଷ୍କାମ କର୍ମ ଯୋଉ କଥା କୁହାହେଲା, ଯଦ୍ୱାରା ଏଇ ଆତ୍ମଜ୍ଞାନ ସୁଷ୍ଠୁ ଭାବେ ଆମମାନେ ଜାଣିପାରିବା, ତାର ପନ୍ଥା ମାର୍ଗ କିପରି ଏ ଭୌତିକ ବନ୍ଧନରୁ ବୁଦ୍ଧି ଯୋଗ ଜରିଆରେ ବା ଭକ୍ତି ଯୋଗ ବଳରେ ବ୍ୟକ୍ତି ଉଦ୍ଧାର ପାଇପାରିବ, ସେ କଥା ମଧ୍ୟ ଏଇ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। କୋଉ ଅଧ୍ୟାୟରେ? ଦ୍ୱିତୀୟ ଅଧ୍ୟାୟରେ। ଆମେ ଶୁଣୁଛେ ଦ୍ୱିତୀୟ ଅଧ୍ୟାୟରେ ଦ୍ୱିତୀୟ ଅଧ୍ୟାୟର ନାମଟା ସାଂଖ୍ୟ ଯୋଗ ହେଲେ ବି ଏଠି ଦୁଇଟି ଯୋଗର କଥା ଭଗବାନ କହିଲେ। ଗୋଟେ ହଉଛି ସାଂଖ୍ୟ ଯୋଗ, ଆଉ ଗୋଟେ ହଉଛି ବୁଦ୍ଧି ଯୋଗ ବା ଭକ୍ତି ଯୋଗ ବୋଲି ପ୍ରପାତ କରୁଛନ୍ତି। ସାଂଖ୍ୟ ଯୋଗ ଅର୍ଥ ହଉଛି ବିଶ୍ଳେଷଣ କରିକି ଆତ୍ମାକୁ ଜାଣିବା ବା ଦେହ ଆତ୍ମ ପାର୍ଥକ୍ୟ ନିରୂପଣ କରିବା। ଆଉ ବୁଦ୍ଧି ଯୋଗ ବା ନିଷ୍କାମ କର୍ମ ଯୋଗ ଭକ୍ତି ଯୋଗ ହଉଛି ଏଇ ଆତ୍ମଜ୍ଞାନ ଲାଭ କରିବାର ପନ୍ଥା। ଏଇଟା ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାହେଲା। ଠିକ ଅଛି। ତୃତୀୟ ଅଧ୍ୟାୟରେ କୁହାଯାଉଛି ଯେଉଁ ବ୍ୟକ୍ତି ଜ୍ଞାନ ସ୍ତରରେ ଅବସ୍ଥାନ କରୁଛି ତାର ଆଉ କୌଣସି କର୍ତ୍ତବ୍ୟ କର୍ମ କରିବାକୁ ପଡିବ ନାହିଁ। ତୃତୀୟ ଅଧ୍ୟାୟରେ କର୍ମଯୋଗର କଥା କୁହାଯାଇଛି। ସେଠି କୁହାହେଲା ଯେ ସେଇ ଜ୍ଞାନ ସ୍ତରରେ ଅବସ୍ଥାନ ନ କରିଲେ, ଆତ୍ମଜ୍ଞାନ ଲାଭ ନ କରିବା ପୂର୍ବରୁ କେହି କର୍ତ୍ତବ୍ୟ କର୍ମ ତ୍ୟାଗ କରିବେ ନାହିଁ। ଆତ୍ମଜ୍ଞାନ ଲାଭ କରିଲେ ତାକୁ ଆଉ କର୍ତ୍ତବ୍ୟ କର୍ମ କରିବାକୁ ପଡିବ ନାହିଁ। କିନ୍ତୁ ସଙ୍ଗେ ସଙ୍ଗେ ଆମେ ଏଟା ବି ଶୁଣିଲେ ଯେ ଆତ୍ମଜ୍ଞାନ ଲାଭ କଲେ ବି ସେ କର୍ତ୍ତବ୍ୟ କର୍ମ କରିବ ଲୋକ ଶିକ୍ଷା ପାଇଁକି। ଠିକ ଅଛି। ଏଇଟା ହେଇଗଲା ତୃତୀୟ ଅଧ୍ୟାୟରେ ଯେ ଆତ୍ମରତି ଆତ୍ମସନ୍ତୁଷ୍ଟ ଏଇ ସ୍ତରକୁ ଆସିଗଲେ ତାର କର୍ତ୍ତବ୍ୟ କର୍ମ କରିବା ନ କରିବାରେ କିଛି ପାର୍ଥକ୍ୟ ନାହିଁ। ଠିକ ଅଛି। ସେଇଟା ହେଇଗଲା ତୃତୀୟ ଅଧ୍ୟାୟରେ। ଚତୁର୍ଥ ଅଧ୍ୟାୟରେ ଭଗବାନ ଅର୍ଜୁନଙ୍କୁ କହିଲେ ଯେ ଚତୁର୍ଥ ଅଧ୍ୟାୟ ଯୋଉଟା ଆମେ ବର୍ତ୍ତମାନ ଶୁଣିଲେ ତାର ନାଁ ଥିଲା ଜ୍ଞାନ ଯୋଗ। ତ ସେଇ ଭଗବାନ କହିଲେ ସମସ୍ତ ଯଜ୍ଞ କର୍ମର ପରିଣତ ହଉଛି ଆତ୍ମଜ୍ଞାନ। ଏ ଜ୍ଞାନ ଯୋଗଟା ହଉଛି କଣ? ଜ୍ଞାନ ଯୋଗ ହଉଛି ଆତ୍ମଜ୍ଞାନ ଲାଭ କରିବା, ଭଗବାନଙ୍କୁ ଜାଣିବା। ଏଥିରେ ଭଗବାନଙ୍କ ସମ୍ପର୍କରେ ବହୁତ କଥା ବର୍ଣ୍ଣନା କରାହେଲା। କିନ୍ତୁ ଏଇ ଅଧ୍ୟାୟର ମୁଖ୍ୟ ପ୍ରତିପାଦ୍ୟ ବିଷୟ ହଉଛି ଯେ କି ଭାବରେ ଯଜ୍ଞ କର୍ମ ଆତ୍ମଜ୍ଞାନରେ ପରିଣତ ହଉଛି। ଅର୍ଥାତ୍ ସେଇ ଯଜ୍ଞର ଉଦ୍ଦେଶ୍ୟ କର୍ମ କରିବା। ସେ ଯାହା ହେଉ ଚତୁର୍ଥ ଅଧ୍ୟାୟର ଶେଷରେ ଭଗବାନ ଅର୍ଜୁନଙ୍କୁ ଉପଦେଶ ଦେଲେ ଠିଆ ହୁଅ ଏବଂ ପୂର୍ଣ୍ଣ ଜ୍ଞାନ ସହିତ ଯୁଦ୍ଧ କର। ତେଣୁ ଏକ ସଙ୍ଗରେ ଭକ୍ତି ଯୋଗରେ କର୍ମ କରିବାକୁ କହି ପୁଣି ଜ୍ଞାନରେ ନିଷ୍କର୍ମ କଥା କହିବାକୁ ଅର୍ଜୁନଙ୍କର ବିଚାରଧାରାରେ ଗୋଳମାଳ ସୃଷ୍ଟି ହେଲା। ଏକ ଦିଗରେ କହୁଛନ୍ତି ତୁମେ ଯୁଦ୍ଧ କର, ସାଙ୍ଗେ ସାଙ୍ଗରେ ସେ କହୁଛନ୍ତି ଜ୍ଞାନରେ ନୈଷ୍କର୍ମ୍ୟ କଥା କହୁଛନ୍ତି। କାରଣ କାହିଁକି ନା ଏ ଚତୁର୍ଥ ଅଧ୍ୟାୟର ନାମ ଥିଲା ଜ୍ଞାନ ଯୋଗ। ସେଥିପାଇଁ କି ଅର୍ଜୁନଙ୍କର ଟିକେ ଗୋଳମାଳ ହେଲା। ସେ ବଡ ଗୋଲକ ଧନ୍ଦାରେ ପଡିଗଲେ। ସେ ଯୋଉ ଲକ୍ଷ୍ୟ କରିଥିଲେ ଭଗବାନ ଶ୍ରୀକୃଷ୍ଣ ସେଥିରେ ଗୋଳମାଳ ସୃଷ୍ଟି କରିଦେଲେ। ଅର୍ଜୁନ ଏକଥା ବୁଝିପାରିଲେ ଯେ ଜ୍ଞାନ ସ୍ତରରେ ରହି ତ୍ୟାଗ କରିବାର ଅର୍ଥ ହେଲା ଇନ୍ଦ୍ରିୟ ତୃପ୍ତି ନିମିତ୍ତ କରଣୀୟ ସମସ୍ତ କର୍ମକୁ ବନ୍ଦ କରିବା। ଏଇ ଜ୍ଞାନ ଯୋଗ ଚତୁର୍ଥ ଅଧ୍ୟାୟରେ ସେ ଶୁଣିକି ସେଟା ବୁଝିଲେ ସେ ଜ୍ଞାନ ସ୍ତରରେ ରହିଥିବା ମାନେ ଜ୍ଞାନ ସେ ତ୍ୟାଗ କରିବା ରହିବା ମାନେ କଣ ନା ଇନ୍ଦ୍ର ତୃପ୍ତି ନିମିତ୍ତ କରଣୀୟ ସମସ୍ତ କର୍ମକୁ ବନ୍ଦ କରିବା। ଯଦି ବ୍ୟକ୍ତି ଭକ୍ତି ଯୋଗରେ ବା ନିଷ୍କାମ କର୍ମ ଯୋଗରେ କର୍ମ କରେ ତାହେଲେ କର୍ମ କିପରି ବନ୍ଦ ହବ? ଏଠି ଯିଏ କହୁଛି ଇନ୍ଦ୍ରିୟ ତୃପ୍ତି ପାଇଁ କର୍ମ ବନ୍ଦ କରିବାକୁ ପଡିବ। କାମନା ବାସନା ନେଇ କର୍ମ ବନ୍ଦ କରିବାକୁ ପଡିବ। ଫଳ ଲାଭରେ କର୍ମ ବନ୍ଦ କରିବାକୁ ପଡିବ। ସେଇଟାକୁ ସେ ଧରି ପାରୁନି। ସେ କହୁଛନ୍ତି ଯେ ତାହେଲେ ଯଦି ମୁଁ ଯୁଦ୍ଧ କରିବି ତାହେଲେ କର୍ମ ବନ୍ଧଟା ହବ କେମିତି ହବ? ଆଉ ଯୁଦ୍ଧ ନ କରିବାକୁ ତ କୁହା ହଉନି।
ଯୁଦ୍ଧର ଫଳାଫଳ ପ୍ରତି ଅନାସକ୍ତ ହେଇକି ତୁମେ ଯୁଦ୍ଧ କରିବାକୁ, କିନ୍ତୁ ଅର୍ଜୁନ ବାରମ୍ବାର ପଚାରୁଛନ୍ତି ସେ ଏକା କଥା। ହୁଁ। ଯେ ଜ୍ଞାନ ସ୍ତର ତ ହଉଛି ଇନ୍ଦ୍ରିୟ ତୃପ୍ତି ପା- ପାଇଁକି, ବା ଜ୍ଞାନ ସ୍ତରରେ ସିଏ ବୁଝୁଛନ୍ତି, ତାଙ୍କ ବୁଝିବାଟା ଯେ କର୍ମ ବନ୍ଦ କର, ଇନ୍ଦ୍ରିୟକୁ ବିଷୟଠୁ ଦୂରରେ ରଖ। ତ ଯୁଦ୍ଧ କଲେ କେମିତି ହେଲେ କର୍ମ ବନ୍ଦ ହବ? ଅନ୍ୟ କଥାରେ ସେ ଭାବିଲେ ଜ୍ଞାନ ସ୍ତରରେ ରହି କର୍ମ ତ୍ୟାଗ କରିବାର ଅର୍ଥ, ଅର୍ଥାତ୍ ସନ୍ନ୍ୟାସର ଅର୍ଥ ସମସ୍ତ କର୍ମ ତ୍ୟାଗ। କାରଣ କର୍ମ ଓ ସନ୍ନ୍ୟାସ ଏ ଦୁଇଟି କଥା କିପରି ତାଙ୍କୁ ବଡ ଅସଙ୍ଗତ ବୋଧ ହେଲା। ଜ୍ଞାନ ହଉଛି ସନ୍ନ୍ୟାସୀଟି କଥା, ତ୍ୟାଗର କଥା। ତ ଏଥିରେ ପୁଣି କର୍ମ କରିକି କର୍ମ ତ୍ୟାଗ କରି ଦୁଟା ଏକ ସାଙ୍ଗରେ କେମିତି ହବ? ଜ୍ଞାନ ସ୍ତରରେ ମାନେ ତ କର୍ମ ସନ୍ନ୍ୟାସ, ମାନେ କର୍ମ ସନ୍ନ୍ୟାସ ନୁହନ୍ତି ଜ୍ଞାନୀ ମାନେ। ତ ସନ୍ନ୍ୟାସୀର ଅର୍ଥ ସମସ୍ତ ପ୍ରକାର କର୍ମ ତ୍ୟାଗ। କାରଣ କର୍ମ ଓ ସନ୍ନ୍ୟାସ ଏଇ ଦୁଇଟି କିପରି ତାଙ୍କୁ ବଡ ଅସଙ୍ଗତ ବୋଧ ହେଲା। ଏଥିରୁ ଜଣାଯାଉଛି ଯେ ସେ ସନ୍ନ୍ୟାସ କର୍ମ ତ୍ୟାଗ ଏଇ ଦୁଇଟି କଥା ଭଲ ରକମ ବୁଝି ନାହାନ୍ତି। ଗୋଟେ ହଉଛି ତ୍ୟାଗ, କର୍ମ ତ୍ୟାଗ, ଗୋଟେ ହଉଛି ସନ୍ନ୍ୟାସ। ତାମାନେ କର୍ମ ତ୍ୟାଗ ଆଉ ସନ୍ନ୍ୟାସ ଭିତରେ ପାର୍ଥକ୍ୟ ରହିଛି, ସେଟା ଭଗବାନ ବୁଝେଇବେ। ପୂର୍ଣ୍ଣ ଜ୍ଞାନ ସ୍ତରରେ ରହି କର୍ମ କଲେ କର୍ମର ପ୍ରତିକ୍ରିୟା ଯାହା କିଛି ରହେ ନାହିଁ, ତ ସେଥିପାଇଁ ତାହା ନୈଷ୍କର୍ମ ସଙ୍ଗେ ସମାନ, ଏ କଥାଟି ସେ ଭଲ ରକମ ବୁଝି ନାହାନ୍ତି। କର୍ମ ସନ୍ନ୍ୟାସ ଟା ହଉଛି କଣ? ହଁ, ନା ଏଟା ମୋଟାମୋଟି କଥା ହଉଛି, ଭଗବାନ ବୁଝିବାକୁ ଚାହୁଁଛନ୍ତି ଯେ ଜ୍ଞାନ ସ୍ତରରେ ରହିକି ସେ ଯଦି କର୍ମ କରିବେ, ତେବେ ବି କର୍ମ ବନ୍ଧନରେ ପଡିବେ ନାହିଁ। ପୂର୍ଣ୍ଣ ଜ୍ଞାନସ୍ଥ ରହିଲେ କର୍ମ ପ୍ରତିକ୍ରିୟା ରହିବନି। କାହିଁକି ନା କର୍ମ କରିକି ତ କର୍ମ ଫଳ ଟା ଭଗବାନଙ୍କୁ ଦଉଛନ୍ତି। କର୍ମ ଫଳରେ ତାଙ୍କର ଆଶା ନାହିଁ। ଭଲ ହଉ ମନ୍ଦ ହଉ ଠିକ ଅଛି, ବେଶି କି କର୍ମ ଫଳ ଭଗବାନଙ୍କୁ ଦେଇ ଦଉଛନ୍ତି। ସେ ବୁଝି ପାରୁଛନ୍ତି ଯେ ମୋ କର୍ମ ମୋ ଆତ୍ମ ଉଦ୍ଦେଶ୍ୟରେ ନୁହଁ। କର୍ମଟା ହଉଛି ଦେହ ଉଦ୍ଦେଶ୍ୟରେ, ଦେହ ଧାରଣ ପାଇଁ। ଏଇ ସବୁ କଥା ବିଚାର କଲେ ସେ ଆଉ କର୍ମର ପ୍ରତିକ୍ରିୟା ସେମାନେ ପାଆନ୍ତିନି। କିନ୍ତୁ ଅର୍ଜୁନ ଟାକୁ ବୁଝି ପାରୁନାହାନ୍ତି। ସେ ପୂର୍ଣ୍ଣ ଜ୍ଞାନସ୍ଥରେ ରହି କର୍ମ କଲେ କର୍ମ ପ୍ରତିକ୍ରିୟା ଯାଉ କିଛି ରହେ ନାହିଁ। ସେଇଥିପାଇଁ ତାହା ନୈଷ୍କର୍ମ ସଙ୍ଗେ ସମାନ ହେଇଗଲା। କର୍ମ କରିବା ନ କରିବା ଏକା ହବ। ଏଇଟା ସେ ବୁଝିପାରୁନାହାନ୍ତି। ତେଣୁ ସେ ପ୍ରଶ୍ନ କରୁଛନ୍ତି, ସେ ପୂର୍ଣ୍ଣ ରୂପେ କର୍ମ ତ୍ୟାଗ କରିବେ ନା ପୂର୍ଣ୍ଣ ଜ୍ଞାନରେ କର୍ମ କରିବେ, କୋଉଟା ଦରକାର? ପୂର୍ଣ୍ଣ ରୂପେ କର୍ମ ତ୍ୟାଗ କରିବେ ନା ଜ୍ଞାନ ଦରକାର? ତ ଭଗବାନ ଦ୍ୱିତୀୟ ଶ୍ଲୋକରେ ତା ଉତ୍ତର ଦଉଛନ୍ତି। ଶ୍ରୀ ଭଗବାନ ଉବାଚ ସନ୍ନ୍ୟାସ କର୍ମ ଯୋଗଶ୍ଚ ନିଃଶ୍ରେୟସକାର ଭୁବୋ ତୟସ୍ତୁ କର୍ମ ସନ୍ନ୍ୟାସାତ୍ କର୍ମ ଯୋଗ ବିଶିଷ୍ୟତେ। ଶ୍ରୀ ଭଗବାନ କହିଲେ, କର୍ମ ତ୍ୟାଗ ଏବଂ କର୍ମ ଭକ୍ତି ଯୋଗରେ କର୍ମ ଉଭୟ ମୁକ୍ତି ନିମିତ୍ତ ଭଲ। ଦୁଇଟି ମଧ୍ୟରୁ କର୍ମ ତ୍ୟାଗ ଅପେକ୍ଷା ଭକ୍ତି ଯୋଗରେ କର୍ମ କରିବା ଉତ୍ତମ। ତ ସେ କହିଲେ ଦୁଇଟାରୁ ଗୋଟେ କୁହ, କର୍ମ ତ୍ୟାଗ କରିବା ନା କର୍ମ କରିବା? ତ ଭଗବାନ କହିଲେ କର୍ମ ତ୍ୟାଗ କରିବାଟା ଭଲ, କିନ୍ତୁ ଭକ୍ତି ଯୋଗରେ, ଅର୍ଥାତ୍ ଭଗବାନଙ୍କ ପାଇଁ କର୍ମ କରିବାଟା ହଉଛି ଶ୍ରେଷ୍ଠ। ସକାମ କର୍ମ ଇନ୍ଦ୍ରିୟ ତୃପ୍ତିର ଅନ୍ୱେଷଣ ଭୌତିକ ବନ୍ଧନର ହେତୁ ଅଟେ। ଯେ ପର୍ଯ୍ୟନ୍ତ ବ୍ୟକ୍ତି ଶରୀର ସୁଖ ସହିତ ବୃଦ୍ଧି ଦିଗରେ ଲକ୍ଷ୍ୟ ରଖି କର୍ମ କରୁଥାଏ, ସେ ପର୍ଯ୍ୟନ୍ତ ସେ ବିଭିନ୍ନ ପ୍ରକାର ଶରୀର ଲାଭ କରି ଚାଲିଥିବ। ଏତଦ୍ ଦ୍ୱାରା ସେ ଭୌତିକ ବନ୍ଧନରେ ରହୁଥିବ।
ଏଥି ନିମନ୍ତେ ଶ୍ରୀମଦ୍ ଭାଗବତମରେ କୁହାଯାଇଛି। ତ ପ୍ରଭୁପାଦ ସକାମ କର୍ମର ଆରମ୍ଭ କରୁଛି ତାଙ୍କର ବର୍ଣ୍ଣନାଟା, ଯେ ଲୋକମାନେ ଯଦି କାମନା ବାସନା ନେଇ କର୍ମ କରିବେ ତାହେଲେ କଣ ହବ ନା ସେ ବାରମ୍ବାର ଶରୀର ପାଇବେ। କର୍ମର ଉଦ୍ଦେଶ୍ୟଟା ହଉଛି ଶରୀର, କର୍ମର ଉଦ୍ଦେଶ୍ୟଟା ଆତ୍ମା ନୁହଁ। ସେତିକି ଶରୀରକୁ କେନ୍ଦ୍ର କରି ଯଦି କର୍ମ କରାହବ ତାହେଲେ ସେ କର୍ମ ଫଳ ଭୋଗିବା ପାଇଁ କି ବାରମ୍ବାର ଆମକୁ ଜନ୍ମ ନେବାକୁ ପଡିବ। ତ ଭାଗବତ ଶ୍ଲୋକ ଉଦ୍ଧୃତ କରି କହୁଛନ୍ତି, ନୂନଂ ପ୍ରମତ୍ତ କୁରୁତେ ବିକର୍ମ ଇନ୍ଦ୍ରିୟ ପ୍ରୀତये ଆପ୍ନୁନୋତି न साधु मन्ये यत् आत्मनो अयम् असन्नपि क्लेशद आसदेह पराभवस्तावत् अबोध जातो जावन् जिज्ञासत आत्मतत्त्वम् जावत् क्रियास्तावत् इदं मनो वै कर्मात्मकं येन शरीरबन्धः एवं मनः कर्म वशं प्रयुक्ते अविद्यात्मन्युपधीयमाने कृतिर्न जावत् मयि वासुदेवे न मुच्यते देह ଯୋଗେନ ତାବତ୍। ଶ୍ଲୋକର ଅର୍ଥ ହଉଛି, ଲୋକମାନେ ଇନ୍ଦ୍ରିୟ ତୃପ୍ତି ନିମିତ୍ତ ପାଗଳ ଏବଂ ସେମାନେ ଜାଣନ୍ତି ନାହିଁ ଦୁଃଖପୂର୍ଣ୍ଣ ବ୍ୟାଧିପୂର୍ଣ୍ଣ ଏ ଶରୀର ଗତ ଜନ୍ମର ସକାମ କର୍ମର ଫଳ ଅଟେ। ଯଦିଓ ଏ ଶରୀର କ୍ଷଣସ୍ଥାୟୀ ଅଟେ ତଥାପି ଏହା ବ୍ୟକ୍ତିକୁ ନାନା ପ୍ରକାର କଷ୍ଟ ଦେଉଛି। ତେଣୁ ଇନ୍ଦ୍ରିୟ ତୃପ୍ତି ନିମିତ୍ତ କର୍ମ କରିବା ଭଲ ନୁହେଁ। ସକାମ କର୍ମ କଲେ କର୍ମଫଳ ହୁଏ। ଏହି ସମ୍ବନ୍ଧରେ ଯେ ପର୍ଯ୍ୟନ୍ତ ବ୍ୟକ୍ତି ପ୍ରଶ୍ନ ନ କରିଛି ସେ ପର୍ଯ୍ୟନ୍ତ ତାର ଜନ୍ମ ବୃଥା ହୋଇଗଲା ବୋଲି ବୁଝିବାକୁ ପଡିବ। ସକାମ କର୍ମ କଲେ କଣ ଫଳ ହୁଏ, ଏଇ ପ୍ରଶ୍ନଟା ବୁଝିବା ଦରକାର, ଏର ଉତ୍ତର ପାଇବା ଦରକାର। ଏଠି ଯୋଉ କର୍ମ ତ୍ୟାଗର କଥା କୁହାଗଲା, ହଁ? ତ ଏ ସକାମ କର୍ମଟା ଭଲକି ଜାଣିବାକୁ ପଡିବ। ତ ସେ ସକାମ କର୍ମଟା ତ୍ୟାଗ କରିବା ହଉଛି ଭଲ। କାରଣ ହଁ, ଯେ ପର୍ଯ୍ୟନ୍ତ ବ୍ୟକ୍ତି ଦେହ ଧାରଣ କରି ଅଛି ଅର୍ଥାତ୍ ଇନ୍ଦ୍ରିୟ ତୃପ୍ତି କର୍ମରେ ଲିପ୍ତ ଅଛି ସେ ପର୍ଯ୍ୟନ୍ତ ଗୋଟେ ଶରୀରରୁ ଅନ୍ୟ ଶରୀରକୁ ଯିବାକୁ ହେବ। ଯଦିଓ ମନ ସକାମ କର୍ମରେ ନିଯୁକ୍ତ ହୋଇପାରେ ଏବଂ ଅବିଦ୍ୟା ଦ୍ୱାରା ପ୍ରଭାବିତ ହୋଇପାରେ, ତଥାପି ବ୍ୟକ୍ତି ବାସୁଦେବଙ୍କ ସେବା ପ୍ରତି ଆଗ୍ରହୀ ହେବା ଉଚିତ। ତାହେଲେ ଏ ଭୌତିକ ସ୍ଥିତି ରୂପକ ବନ୍ଧନରୁ ମୁକ୍ତି ପାଇବାର ସୁଯୋଗ ପାଇପାରିବ। ନୂନଂ ପ୍ରମତ୍ତ କୁରୁତେ ବିକର୍ମ ଯଦ୍ ଇନ୍ଦ୍ରିୟ ପ୍ରୀତୟେ ଆପ୍ନୋତି न साधु मन्ये यत् आत्मनो अयम् आसन्न क्लेश दास। ଠିକ ଅଛି। ତେଣୁ ବ୍ୟକ୍ତି ମୁକ୍ତି ପାଇବା ପାଇଁ କେବଳ ଜ୍ଞାନ ଯଥେଷ୍ଟ ନୁହଁ। ଜ୍ଞାନୀ ମାନେ ମନେ କରନ୍ତି ଆମେ ମୁକ୍ତ ହେଇଗଲୁ, ମୁକ୍ତ ହେଇଗଲୁ ବୋଲି ଅଭିମାନ କରନ୍ତି, କିନ୍ତୁ ଜ୍ଞାନଟା ଯଥେଷ୍ଟ ନୁହଁ। ଆମେ ଆগে ଅନେକ ବାର ଶୁଣିଛେ ଜ୍ଞାନ କଣ ନା ଜଡ ଶରୀର ଚିନ୍ମୟ ଆତ୍ମା ମଧ୍ୟ ପାର୍ଥକ୍ୟ ନିରୂପଣ କରିବା, ଅର୍ଥାତ୍ ମୁଁ ଏ ଶରୀର ନୁହଁ ଚିନ୍ମୟ ଆତ୍ମା, ଏଇଟା ହେଲା ଜ୍ଞାନ। କିନ୍ତୁ ମୁଁ ଶରୀର ନୁହଁ ମୋ ଚିନ୍ମୟ ଆତ୍ମା ଜାଣିଲେ ଏଟା ଯଥେଷ୍ଟ ନୁହଁ, ଏଟା ଜ୍ଞାନର ପୂର୍ଣ୍ଣତା ନୁହଁ। ବ୍ୟକ୍ତିକୁ ଚିଦାତ୍ମା ହିସାବରେ କାମ କରିବାକୁ ହେବ, ତା ନହେଲେ ଭୌତିକ ବନ୍ଧନରୁ ମୁକ୍ତି ପାଇବାର ଅନ୍ୟ ବାଟ ନାହିଁ। ଖାଲି ମୁଁ ଜାଣିଗଲି ଯେ ମୁଁ ଶରୀର ନୁହଁ ମୁଁ ଆତ୍ମା, ସେଥିରେ ହବନି। ସେଇ ହିସାବରେ ଆମକୁ କର୍ମ କରିବାକୁ ପଡିବ। କୃଷ୍ଣ ଚେତନାରେ ଯୋଉ କର୍ମ କରାଯାଏ ତାହା ସକାମ କର୍ମ ନୁହଁ।
ପୂର୍ଣ୍ଣ ଜ୍ଞାନ ସ୍ଥିର ରହି ଯୋଉ କର୍ମ କରାଯାଏ ତାହା ପ୍ରକୃତ ଜ୍ଞାନ ମାର୍ଗରେ ଅଗ୍ରଗତି କରିବା ନିମିତ୍ତ ବ୍ୟକ୍ତିକୁ ଅଧିକ ଶକ୍ତିଶାଳୀ କରାଏ। ଜ୍ଞାନ ମାର୍ଗରେ କର୍ମ ତ୍ୟାଗ ନୁହଁ, ବରଞ୍ଚ ସେମାନେ କର୍ମ କରିବେ, ନିଷ୍କାମ ଭାବରେ କର୍ମ କରିବେ। ତାହେଲେ କଣ ହବ ନା ଜ୍ଞାନ ମାର୍ଗରେ ସେମାନେ ଆହୁରି ଉନ୍ନତି ଲାଭ କରିବେ। କୃଷ୍ଣ ଚେତନା ବୃଦ୍ଧି ନ କରି ସକାମ କର୍ମ ତ୍ୟାଗ କରିଲେ ବଦ୍ଧ ଜୀବର ହୃଦୟ ବାସ୍ତବରେ ବିଶୁଦ୍ଧ ହବ ନାହିଁ। ସକାମ କର୍ମକୁ ତ୍ୟାଗ କରିଲେ କିନ୍ତୁ ନିଷ୍କାମ କର୍ମ ବା କୃଷ୍ଣ ସମ୍ବନ୍ଧୀୟ କର୍ମ କରିବାକୁ ପଡିବ। ଖାଲି ସକାମ କର୍ମଟା ତ୍ୟାଗ କଲେ ଯଥେଷ୍ଟ ହବନି। ଯେ ପର୍ଯ୍ୟନ୍ତ ହୃଦୟ ବିଶୁଦ୍ଧ ନ ହୋଇଛି ସେ ପର୍ଯ୍ୟନ୍ତ ବ୍ୟକ୍ତିକୁ ସକାମ କର୍ମ ସ୍ତରରେ ହିଁ କର୍ମ କରିବାକୁ ପଡିବ। ଏ କଥା ଆଗରୁ କୁହାଯାଇଛି ଯେ ସକାମ କର୍ମ ମାନେ କଣ? ଇନ୍ଦ୍ରିୟ ଶାସ୍ତ୍ର ବିହିତ କର୍ମ, କର୍ମ ଫଳ ଆଶାରେ କର୍ମ। କିଛି ଲୋକ କର୍ମ ଦୁଇ ପ୍ରକାର ଅଛି, ଶାସ୍ତ୍ର ନିଷିଦ୍ଧ କର୍ମ, ଶାସ୍ତ୍ର ନିର୍ଦ୍ଦେଶିତ କର୍ମ। ଶାସ୍ତ୍ର ନିଷିଦ୍ଧ କର୍ମଟା ପାପ କର୍ମ। ଶାସ୍ତ୍ର ନିର୍ଦ୍ଦେଶିତ କର୍ମ ଦୁଇ ପ୍ରକାରରେ। ଶାସ୍ତ୍ର ନିର୍ଦ୍ଦେଶ ଅନୁସାରେ କର୍ମ କରୁଛି କିନ୍ତୁ କାମନା ବାସନା ନେଇକି କର୍ମ କରୁଛି, ଏ ଗୋଟେ ପ୍ରକାର। ଆଉ ଗୋଟେ ପ୍ରକାର ଶାସ୍ତ୍ର ନିର୍ଦ୍ଦେଶିତ କର୍ମ କରୁଛି କିନ୍ତୁ ତାର କାମନା ବାସନା ନାହିଁ। ଏ ଦୁଇ ପ୍ରକାର ହେଲା। କୁହାହଉଛି ଯେ କାମନା ବାସନା ଥିଲେ ବି କାମନା ବାସନା ନେଇକି କର୍ମ କର, ଅନ୍ତତ ପକ୍ଷେ ସକାମ ହେଲେ ବି ଶାସ୍ତ୍ର ନିର୍ଦ୍ଦେଶକ ପାଳନ କରୁଛି। ସେଥିପାଇଁ କି ଭଗବାନ କହିଲେ ଯୋଉମାନେ ଅଜ୍ଞ ଆଉ ଯୋଉମାନେ କର୍ମ ପ୍ରତି ଆସକ୍ତ ତାଙ୍କୁ କର୍ମ ତ୍ୟାଗ କଥା କୁହନି, ବରଂ ତାଙ୍କୁ କୁହ ତୁମେ ଶାସ୍ତ୍ର ଅନୁସାରେ କର୍ମ କର। ଶାସ୍ତ୍ର ଅନୁସାରେ କର୍ମ କରିବା ପରେ ତାପରେ କହିବ କର୍ମ ଫଳ ଭଗବାନଙ୍କୁ ଦିଅ। ଭଗବାନ ପ୍ରଭୁପାଦ କହୁଛନ୍ତି, ପ୍ରଭୁପାଦ ଡାଇରେକ୍ଟ କଥା, ଏଇ ସବୁ କିଛି ଏତେ ଭିତରେ ନ ପଶିକି ତୁମେ କୃଷ୍ଣ ଚେତନାରେ କର୍ମ କର ବାସ୍। ତା ସ୍ୱତଃ ବ୍ୟକ୍ତି କର୍ମ ପୂର୍ବରୁ ମୁକ୍ତି କରିବାରେ ସାହାଯ୍ୟ କରିବ। ବ୍ୟକ୍ତିଙ୍କ ଭୌତିକ ସ୍ଥିତିକୁ ଅବତରଣ କରିବାର ଦରକାର ପଡେ ନାହିଁ। କର୍ମ ତ୍ୟାଗ କରିଦେଲ ଆଉ ଥରେ କର୍ମ ଭିତରକୁ ପଶି ଯାଉଛି। ଜ୍ଞାନୀ ମାନେ କର୍ମ ତ୍ୟାଗ କରିକି ପ୍ରଭୁପାତ କରୁଛନ୍ତି ଏଇ ସମସ୍ତ ଯେମିତି ରାମକୃଷ୍ଣ ମିଶନ ହଉ ବା ଅନ୍ୟ ସଂସ୍ଥା ସେମାନେ ଏଇ ଜ୍ଞାନକୁ ବେଶୀ ମାନନ୍ତି। ହଁ, ନିରାକାର ବ୍ରହ୍ମକୁ ଉପାସନା କରନ୍ତି। ତ ପ୍ରଭୁପାତ କହୁଛନ୍ତି ସେମାନେ ଜ୍ଞାନ ରୂପରେ ଗୁରୁତ୍ୱ ଦଉଛନ୍ତି, କିନ୍ତୁ ଜ୍ଞାନ ତ ହେଲେ ଜ୍ଞାନ ସ୍ତରରେ ଗଲେ ତ ସେ ଆଉ ତାର ସକାମ କର୍ମ ଭୌତିକ କର୍ମ ପ୍ରତି ଆସକ୍ତି ରହିବନି। ସେମାନେ ସ୍କୁଲ କଲେଜ ହସ୍ପିଟାଲ ଏସବୁ ଭୌତିକ କର୍ମ ଆସିକି ବ୍ୟସ୍ତ ହଉଛନ୍ତି। ତେଣୁ କୃଷ୍ଣ ଚେତନାରେ କରଣୀୟ କର୍ମ ସର୍ବଦା ତ୍ୟାଗ ଅପେକ୍ଷା ଉନ୍ନତର ଅଟେ। ତ କର୍ମକୁ ତ୍ୟାଗ କରିକି କରିବା ଠିକ ନୁହେଁ। କୃଷ୍ଣଙ୍କ ପାଇଁ କର୍ମ କର। କର୍ମ ତ୍ୟାଗ କରିକି ବାବାଜୀ ହଉଛେ, ବାବାଜୀ ହବା ପରେ ପୁଣି ସ୍କୁଲ କଲେଜ ହସ୍ପିଟାଲ କରୁଛେ, ଏ କଥା କୁହାଯାଉଛି କାହିଁକି? ତମେ କର୍ମ ତ୍ୟାଗ ନ କରିକି ବରଂ ପ୍ରଥମରୁ ଭଗବାନ ପାଇଁ କର୍ମ କର, ହେଇଗଲା। କାରଣ ତ୍ୟାଗରେ ଅଧପତିତ ହବାର ବିପଦ ଅଛି। ଅଧପତିତ ମାନଙ୍କ ସବୁ କର୍ମ ବନ୍ଧନର କାରଣ ତ୍ୟାଗ କରିଦଉଛ, ପୁଣି ଆଉଥରେ ସେ କର୍ମରେ ପଶୁ। ତାଠୁ ଭଲ କର୍ମ ତ୍ୟାଗ ନ କରିକି ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମ କର। ହଁ, କୃଷ୍ଣ ଚେତନା ରହିତ ତ୍ୟାଗ ଏଟା ଅସମ୍ପୂର୍ଣ୍ଣ ତ୍ୟାଗ। ଏଇ ତ୍ୟାଗ ଯଥାର୍ଥ ତ୍ୟାଗ ନୁହେଁ। ଶ୍ରୀଲ ରୂପ ଗୋସ୍ୱାମୀ ଭକ୍ତ କହିଛନ୍ତି ଯୋଉ ତ୍ୟାଗ କରନ୍ତି ତାହା ଅସମ୍ପୂର୍ଣ୍ଣ ତ୍ୟାଗ। ସବୁ କିଛି ଭଗବାନଙ୍କ ସମ୍ବନ୍ଧୀୟ ବସ୍ତୁକୁ ଏ ଭୌତିକ ବସ୍ତୁ ବୋଲି ତ୍ୟାଗ କରିବାଟା ଠିକ ନୁହଁ। ଫଲଗୁ ବୈରାଗ୍ୟ କୁହାଯାଉଛି। ଯେତେବେଳେ ବ୍ୟକ୍ତିରେ ଜ୍ଞାନ ଜାତ ହୁଏ ଯେ ଯାହା ସବୁ ଅଛି ତାହା ସବୁ ଭଗବାନଙ୍କର, ସବୁ ଭଗବାନଙ୍କ ସେବାରେ ଲାଗିବ, ସେତେବେଳେ ବ୍ୟକ୍ତି କୌଣସିଟିକୁ
ନିଜର ବୋଲି ଦାବି କରିବା ଉଚିତ ନୁହଁ। ତ୍ୟାଗ କରିବ ନିଜର ହେଲେ ନା ତ୍ୟାଗ କରିବ। ସେ ତ ପ୍ରଥମେ ମନେ କରୁଛି ମୋର କିଛି ନୁହଁ, ଭଗବାନଙ୍କର, ତ ଭଗବାନଙ୍କ ସେବାରେ ଲଗେଇବି। ଯେତେବେଳେ ଜ୍ଞାନର ବଶୀଭୂତ ହେଇ ବ୍ୟକ୍ତି ତ୍ୟାଗ କରେ, ସେତେବେଳେ ତ୍ୟାଗ ସମ୍ପୂର୍ଣ୍ଣ ହୁଏ। ଯେ ମୋର ନୁହଁ ଭଗବାନଙ୍କର, ତ୍ୟାଗ କର ମାନେ କଣ, ଭଗବାନଙ୍କ ସେବାରେ ଲଗେଇବି। ଏ କଥା ବ୍ୟକ୍ତିକୁ ବୁଝିବାକୁ ପଡିବ ଯେ ବାସ୍ତବରେ କୌଣସି ବସ୍ତୁ ବା ପଦାର୍ଥ କୌଣସି ବ୍ୟକ୍ତିର ନୁହେଁ। ତାହେଲେ ତ୍ୟାଗର ପ୍ରଶ୍ନ ଉଠୁଛି କୋଉଠି ଅଛି? ତ ମୋର ନୁହଁ, ମୁଁ ତ୍ୟାଗ କରିବି କଣ? ତ ଯେ ବ୍ୟକ୍ତି ଜାଣେ ଯେ ସବୁ ହଉଛି କୃଷ୍ଣଙ୍କର ସମ୍ପତ୍ତି, ସେ ସର୍ବଦା ତ୍ୟାଗ ସ୍ତରରେ ଅଛି ବୁଝିବାକୁ ପଡିବ। ସେ ସବୁ କର୍ମ କରୁଥିଲେ ବି କରୁନି, କାହିଁକି? ସେ ସବୁ ଜାଣିଛି ଏସବୁ କୃଷ୍ଣଙ୍କର ସମ୍ପତ୍ତି, କୃଷ୍ଣଙ୍କ ପାଇଁ କରୁଅଛି, ବାସ୍ ସେଇଟା। ତେଣୁ ସବୁ କୃଷ୍ଣଙ୍କର, ତେଣୁ ସବୁ ତାଙ୍କର ସେବାରେ ଲାଗିବା ଉଚିତ। ମାୟାବାଦୀ ସନ୍ନ୍ୟାସର କୃତ୍ରିମ ତ୍ୟାଗ ଅପେକ୍ଷା କୃଷ୍ଣ ଚେତନାରେ କରଣୀୟ କର୍ମ ଯଥେଷ୍ଟ ଉନ୍ନତତର। ତ କାଲି ଆମେ 3 ନମ୍ବର ଶ୍ଲୋକ ପଢୁ। କିଛି ପ୍ରଶ୍ନ ଅଛି? ଭଗବତ ଗୀତା ଉପରେ। ହରେ କୃଷ୍ଣ ମହାରାଜ, ଦଣ୍ଡବତ ପ୍ରଣାମ। ଏତେ ସବୁ କଥା ପ୍ରଭୁ କହିଲେ, ହେଲେ ଲାଷ୍ଟ କୁ କଣ ଭକ୍ତି କର୍ମ ହିଁ କରିବ ପ୍ରଭୁ ମହାରାଜ? ଭକ୍ତି କର୍ମ ମାନେ ଭଗବତ ସମ୍ବନ୍ଧୀୟ ସମସ୍ତ କର୍ମ, ବୁଝିପାରିଲେ କି? ଦୃଷ୍ଟାନ୍ତ ଦିଅ, ଭକ୍ତି କର୍ମ ଗୋଟେ ଦୃଷ୍ଟାନ୍ତ ଦିଅ ମାତାଜୀ। ଆଜ୍ଞା ମହାରାଜ। ଗୋଟେ ଭକ୍ତି କର୍ମ ଗୋଟେ ଦୃଷ୍ଟାନ୍ତ ଦିଅ ତ। ଯେମିତିକି ସବୁ କିସ କୃଷ୍ଣଙ୍କର ହିଁ ଅଛି, ଆମେ ସେଇ ଜିନିଷ ସବୁ କୃଷ୍ଣଙ୍କୁ ଭାବିବା, ସବୁ କିଛ ତମର ଏବେ ଯେମିତି ମହାରାଜ ଆପଣ କହିଲେ, ଯେମିତି କୃଷ୍ଣଙ୍କ ପାଇଁ ଭକ୍ତି କରିବା, ଯାହା କିଛ କୃଷ୍ଣଙ୍କ କର୍ମ, ଯାହା କିଛ ବନେଇବା କରିବା, ଯାହା ବି କିଛ କୃଷ୍ଣଙ୍କ ପାଇଁ କରିବା, ଆଉ କିଛି ନାହିଁ, ନିଜ ପାଇଁ କିଛି ନାହିଁ। ଦୃଷ୍ଟାନ୍ତ ଦଉନ। ଆଜ୍ଞା ମହାରାଜ। ଗୋଟେ ଦୃଷ୍ଟାନ୍ତ ଦିଅ, ଦୃଷ୍ଟାନ୍ତ। ବୁଝିଲିନି ମହାରାଜ। କହୁଛନ୍ତି ତ ସବୁ ଖାଲି କୃଷ୍ଣଙ୍କ ପାଇଁ କରିବା, ଯାହା କିଛି କୃଷ୍ଣଙ୍କ ପାଇଁ କରିବା, କୋଉଟା କୃଷ୍ଣଙ୍କ ପାଇଁ କରିବା? କଣ କୃଷ୍ଣଙ୍କ ପାଇଁ କରିବା କହୁନ? ଯାହା କିଛି କୃଷ୍ଣଙ୍କ ପାଇଁ ଭକ୍ତି। କରିବା। ଆଁ ଆଜ୍ଞା 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 ମହାରାଜ। କଣ କୋଉଟା କଣ କୃଷ୍ଣଙ୍କ ପାଇଁ କରିବା? ଗୋଟେ କାମ କହୁନ, ଏଇଟା ଯାହା ବି କୃଷ୍ଣଙ୍କ ପାଇଁ। ଖାଇବା ପିଇବା, ଯାହା ବି ବନେଇବା, ଯାହା ବି ଯୋଉ ବି କର୍ମ କରିବା, କୃଷ୍ଣଙ୍କ ପାଇଁ ସେବା କରିବା, କୃଷ୍ଣଙ୍କ ପାଇଁ ଅର୍ଚ୍ଚନା ପୂଜା, ଯାହା ବି କିଛ କରିବା, ଆଉ ତ କିଛି ଜଣା ନାହିଁ ମହାରାଜ। ଯାହା ଖାଇବା, ଖାଉଛ ତ ନା ଖାଉନେ? ଆଜ୍ଞା କୃଷ୍ଣଙ୍କୁ ଭୋଗ ଲଗେଇ ଖାଇବା। ଆଜ୍ଞା ଆମେ ବୁଲିବାକୁ ଯାଉଛେ, କୃଷ୍ଣଙ୍କ ଆଜ୍ଞା ଧାମ ଦର୍ଶନ ପାଇଁ ଯିବା। ଆଜ୍ଞା ଆମେ ଶୁଣିବାକୁ ଭଲ ଲାଗୁଛି, ଆଉ କୃଷ୍ଣଙ୍କ ଭଜନ କୀର୍ତ୍ତନ ଶୁଣିବା। ଆଜ୍ଞା ଏଥିରେ କଣ ହେଲା ନା, କର୍ମକୁ ତ୍ୟାଗ କରାହଉନି। କର୍ମ ତ୍ୟାଗ କରାହେଲା, କରାହେଲାନି। କିନ୍ତୁ ଆଜ୍ଞା କର୍ମ ତ୍ୟାଗ ଆଜ୍ଞା ନକରି, କର୍ମ କରିଲେ ବି ତ କର୍ମ ଫଳ ନାହିଁ। କର୍ମ କରିକି ବି କର୍ମ କରୁନେ। ଆଜ୍ଞା ଆମେ ଚାକିରି କରୁଛେ, ଆଜ୍ଞା ଟଙ୍କା କମଉଛେ, କିନ୍ତୁ ସେ ଟଙ୍କା ଟା ସମ୍ପୂର୍ଣ୍ଣ ରୂପେ କୃଷ୍ଣଙ୍କ ସେବାରେ ଲଗଉଛେ। ହଁ, ଆଜ୍ଞା ଆମେ ଘର ବନଉଛେ, ପୁଅ ଝିଅ ସ୍ତ୍ରୀ ସବୁ କୃଷ୍ଣ ଭକ୍ତ, ତାଙ୍କ ସେବାରେ ଲାଗିଲା। ଆଜ୍ଞା ଯେହେତୁ କୃଷ୍ଣ ଭକ୍ତ, ସେ ସ୍ତ୍ରୀ ପାଇଁ ଯଦି ଭଲ ଶାଢୀ କିଣା ହବ, ସେ ବନ୍ଧନର କାରଣ ହବନି। କାହିଁକି? ଏ ସ୍ତ୍ରୀ ପାଇଁ ମୁଁ ଭଲ ଶାଢୀ କିଣୁଛି, ତାକୁ ଉପଭୋଗ କରିବି, ଏଇ ଉଦ୍ଦେଶ୍ୟରେ ନୁହଁ। ମୁଁ ନାଇଁ ଶାଢୀ କିଣୁଛି, ହଁ ସେ ଭଲ କୃଷ୍ଣଙ୍କ ସେବା କରୁଛି, କୃଷ୍ଣ ଖୁସି ହେବେ। ଆଜ୍ଞା ହେଲା, ମୁଁ ଆଜ୍ଞା ଛୁଆ ମାନଙ୍କୁ ଯତ୍ନ ନଉଛି, ଏଇ ଛୁଆ ବଡ ହେଲେ ମତେ ପୋଷିବ, ଏଇ ଉଦ୍ଦେଶ୍ୟରେ ନାଇଁ ସେ ନୁହଁ। ଏ ଛୁଆ ନାଇଁ କୃଷ୍ଣ ଭକ୍ତ ହବ, ଯଦି କୃଷ୍ଣଙ୍କ ଆଜ୍ଞା ଭକ୍ତ ସେବା କରିଲେ ମୋର ମଙ୍ଗଳ ହବ। ଏଇ ସମସ୍ତ ଆଜ୍ଞା କର୍ମ ଗୁଡିକ କୃଷ୍ଣଙ୍କ ଉଦ୍ଦେଶ୍ୟରେ କରିବ। ହରେ କୃଷ୍ଣ। ହରେ ମହାରାଜ। ତ ଏଖରେ ଆମର ମହାରାଜ ପ୍ରଣାମ। ହଁ, ମହାରାଜ, ମୋ ପ୍ରଶ୍ନ ଟା ଅଛି, ଆମେ ଯୋଉ କୃଷ୍ଣ କେନ୍ଦ୍ରିକ ସବୁ କର୍ମ କରିବା ଜାଣିଲେ, ଯୋଉମାନେ ଧର ଭିକାରୀ କି ଆମେ ଟ୍ରେନରେ ଯାଉଛନ୍ତି, ଯୋଉମାନେ ମାଗୁଛନ୍ତି, ଆମେ କଣ କରାଯିବ ସେଠି?
ଭିକାରୀ କି ଯଦି ତମେ ଟଙ୍କା ପଇସା ଦବ, ତାହେଲେ ସେଟାରେ କର୍ମଫଳ ଭୋଗିବାକୁ ପଡିବ। ସେ ନେଇକି କୋଉ କାମରେ ଲଗେଇବ ସେଟାକୁ, ବିଡି ଖାଇବ କି ଚା ଖାଇବ, ମାଛ ଖାଇବ, ସେ କର୍ମଫଳ ଭୋଗିବାକୁ ପଡିବ। ତାହେଲେ ସେଠି କଣ କରାଯିବ? ଧର ଖାଇବାକୁ ମାଗୁଛି ନା, ଖାଦ୍ୟ କିଛି କିଣିକି ଦେଇଦବା ନା ପଇସା ଦେବା ନା କଣ କରିବା? ସେ କୃଷ୍ଣ ପ୍ରସାଦ ଦେଇଦବ ତାକୁ। ଏମିତି ଖାଦ୍ୟ ଦେଲେ ବି ହବନି। ଯୋଉମାନେ ଲୋକମାନଙ୍କୁ ଖାଲି ଖାଇବାର ଦଉଛନ୍ତି, ଆଜ୍ଞା ସେମାନେ ବି କର୍ମଫଳ ଭୋଗିବେ। କିନ୍ତୁ କୃଷ୍ଣ ପ୍ରସାଦ ବିତରଣ କରିବେ, ସେଥିରେ ଆଜ୍ଞା କର୍ମଫଳ ନାହିଁ। ଆଜ୍ଞା ବୁଝିପାରିଲେ? ହଁ। ଆଜ୍ଞା। ହଉ ପ୍ରଣାମ। এখন আর আজকে বেশি সময় নাই।